ଭଲ ଜିତୁ ବ୍ଲଗ କିଏ କଣ ଜାଣିପାରୁନି। ସସ୍ମିତା ଆଣ୍ଟି ନମସ୍କାର। ଅଭି ପୁଅ ନମସ୍କାର। ଇଏ କିଏ ଲୋ? ଇଏ କିଏ ବା? ଇଏ କିଏ ଲୋ? ଆସିଲା ଗୋଟେ ପେକ୍ ମୋ ପାଇଁ। ଆଗରୁ ଜାଣିଥିଲେ ଏବେ ମନା କରୁଛ। ଆଗରୁ ମୁଁ ଜାଣିନଥିଲି ତ ତମକୁ। ହାଏ ରିଙ୍କୁ ହାଏ। ବନା ଭୋଜି କରି ଯାଇନି କି? ବନା ଭୋଜି କରି ଯାଇନି କି? ବୁଝିପାରିଲିନି। ରାଜୁ ନା କଣ? ବନା ଯେଠୁ ବଡ଼ିପଡ଼ା ଆଦ୍ୟା ଆଣ୍ଟି ଯିଆ ହାପି ନ୍ୟୁ ଇୟର ଦିଦି। ହାପି ନ୍ୟୁ ଇୟର। ଅଭି କାଲି ତ ଆସିଲନି ତମେ। ମୁଁ ତ କାଲି ଆସିଥିଲି ରିଙ୍କୁ। ମୁଁ କାଲି ଆସିଥିଲି। ବ୍ଲୁ ଦଉନ ଦିଦି। ରିଙ୍କୁ ଦେବି ଦେବି। ଓକେ ଦେବି ରିଙ୍କୁ ଦେବି। ଅପେକ୍ଷା କର। ଛାନିଆ ହଉଛ କାହିଁ? ରାକ୍ଷୀ ପିଉସୀ ମା ନମସ୍କାର। ନିଜ ଆଡ୍ରେସ ଇଏ ଆମରି ପିଲା। ଅଭି ପୁଅ ଯିଏ ସେ ଆମରି ପିଲା ହେଇଥିବ। କାହିଁକି ନା ଏ ଫଟୋ ମୋ ବାପା ଆସିଥିଲେ କି ଆଣ୍ଟି ତୁ କିଏ ଲୋ ଦିଦି ଲୋ ରାକ୍ଷୀ ତୁ ପରା ହଉଛି ଅଭିର ଭଉଣୀ ନା। ଆଉ ଅଭି ପୁଅ ତତେ ଭଉଣୀ ଡାକିବ ଭାଇ ଡାକିବ। ବାପି ଭାଇ ଆସିଲାଣି ନା ନା ଆସିନାହିଁ ଲୋ। ତୁ ଅଭିର ଭଉଣୀ ନା। ଆଉ ଅଭି ପୁଅ ତତେ ପିଇସି ଡାକିବ। ଇଏ ହଉଛି ଆମରି ପିଲା ଗୋଟେ କିଏ ଚେଞ୍ଜ କରିକି ଆଇଛି। ମୋ ଭାଇ ନେମ୍ ଦେଖ ରିଙ୍କୁ କଣ ଖାଇନ ଦିଦି ଆପଣ? ମୁଁ ଖାଇଲି ବିସ୍କୁଟ ଖାଇଛି ଛୁଆ ପ୍ରଶାନ୍ତ ବିସ୍କୁଟ। ଏ ଠିକ ମୁଁ ବାପି ଭାଇ ପାଖରେ ଦେଖିଥିଲି। ଥରେ କିଏ ହେଇଥିବ ଇଏ ବାପି ନହେଲେ ଅଭି। ଏଇ ଦି ଜଣ ଭିତରୁ କିଏ ଜଣେ ଓକେ ଦିଦି। ସେ ଝିଅ ମୋ ଭାଇ ନେମରେ ଆସିବ କୁକୁର। ସେ ବାପି ନହେଲେ ଅଭି। ଏଇ ଦି ଜଣ ଭିତରୁ କିଏ ଜଣେ ଆଇଛି। ମୁଁ ଦେଖିଥିଲି ତା ଥରେ ଦିଦି। ହଁ ଭାଉଜ ମୁଁ ମୋ ୱାଇଫ କଥାରେ ପଡ଼ିକି ଆସିନି। ଆଉ ତ ହେଲା ପଡ଼ିକି ଆସିନି। ଆଲୋ ରିଙ୍କୁ ସେ ମନା କରିଥିଲେ କି ଆସିବା ପାଇଁ? କଣ କରୁଛ? ଲାଇଭରେ କଥା ହଉଛି ଦିଦି ରହୁଛି ମୁଁ। ଓକେ ଓକେ ଯାଅ ରିଙ୍କୁ। ଭାଉଜ ଆଜି ତମେ ପୁରା ବଣଭୋଜି କରି ଯାଇନ କି? ନା ନା ଭାଇ ରାଜୁ ଭାଇ ଏଇଠି ବଣଭୋଜି ଆଦ୍ୟାସା ଆଣ୍ଟି ମୋ ବାପା ଆସିଥିଲି। ନା ଦିଦି ତମ ସ୍ତ୍ରୀ ମନା କରୁଛନ୍ତି ଲାଇଭ ଆସିବା ପାଇଁ ନା କଣ? ହାଏ ଦିଦି ଡିଜେ ସ୍ମାର୍ଟ ବୟ ଡିଜି ଅଭି ପୁଅ ତମ ବାପା କିଏ ବା? ସସ୍ମିତା ଆଣ୍ଟି କିଏ ଲାଇକ୍ କରିଲି? ହଉଲୋ ଛୁଆ ତତେ ଆୟୁଷ୍ମାନ ଆମେ ଛୁଟିରେ ଅଛୁ ନା। ଓହୋ ଓକେ ଓକେ ରିଙ୍କୁ। ଇଏ କିଏ ଲୋ? ଆଲୋ ଇଏ କିଏ? ସମସ୍ତେ ଗୋଟେ ଭିଡ଼ିଓକୁ ଲାଇକ୍ କର। ସବୁ ନୂଆ ବର୍ଷରେ ନା ନା ନୂଆ ବର୍ଷରେ ମୁଁ ଯାଇନାହିଁ ଭୋଜି କରିବା ପାଇଁ। ମୁଁ ଘରେ ହିଁ ଭୋଜି କରିଥିଲି ଆଉ ଯାଇନି ଏମିତି ଆଉ। କଣ ପାଇଁ ଯାଇନା ଆମେ ମାନେ ନୂଆ ବର୍ଷରେ ମୁଁ କଣ ପାଇଁ ଯାଇନଥିନି ଭୋଜି କରିବା ପାଇଁ ହେଲା କହୁଛି ଶୁଣ। ଭୋଜିଟା ମୁଁ କେବେ କେହି ନୂଆ ବର୍ଷର ମୁଁ କେବେ ଯାଇନି ଭୋଜି ବନେଇବା ପାଇଁ କୁଆଡ଼େ ବି ଯାଇନି। ନୂଆ ବର୍ଷ ନୂଆ ବର୍ଷର କଣ ଅଛି ନୂଆ ବର୍ଷର ଭଗବାନ ସମସ୍ତଙ୍କୁ ଡାକ ସମସ୍ତେ ଭଲରେ ରୁହନ୍ତୁ। ଭୋଜି କଣ କରିବା ଆମ ଘରେ ଏମିତି ଆମେ ଭୋଜି କରିକି ଖାଇଥିଲୁ। ଆମ ଘରେ ଯେମିତି ସାଧାରଣ ଯେମିତି ତରକାରୀ ହୁଏ ସେମିତି ତରକାରୀ କରିକି ଆମେ ଖାଇଥିଲୁ। ଆମେ ନୂଆ ବର୍ଷରେ ଭୋଜି କରି